ଆମେ ଆମର ଦୁଇ ଦଫା ଦାବି ନେଇ ଆମେ ଆଜି ଧାରଣାରେ ବସି ଅଛୁ ଏବଂ ସେଇ ଦୁଇଟି ଦାବି ହେଉଛି ପ୍ରଥମତଃ ଆମର ଓଡ଼ିଶା ଅଗ୍ନିଶମ ସେବାର ମାନେ ଥିବା 13ଟି ର୍ୟାଙ୍କରେ 2ଟି ର୍ୟାଙ୍କ ପୋଲିସ ସହିତ ତାରତମ୍ୟ ରହି ଆମକୁ 2010 ମସିହା ଠାରୁ ଆମେ ଅବହେଳିତ ବା ଶୋଷିତ ହେଇ ଆସୁଛୁ ପ୍ରଥମ। ଦ୍ୱିତୀୟଟି ହେଉଛି ଆମର ଆମର ସରକାରୀ ଆମର ଯୋଉ ସଂଘ ଅଛି ତାର ସରକାରୀ ପଞ୍ଜୀକରଣ ଅଦ୍ୟାବଧି ପର୍ଯ୍ୟନ୍ତ ହୋଇପାରି ନାହିଁ। ଏ ଦୁଇଟି ଦାବିକୁ ନେଇ ଆମେ ଆଜି ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ ଡାକରାରେ ଆମେ ଅଲ୍ ଓଡ଼ିଶାରେ ବସି ଅଛୁ। ଆଉ ଆମର ମୁଖ୍ୟତଃ ହଉଛି ଆମେ ଯେତେବେଳେ ଓଡ଼ିଶା ଫାୟାର ସର୍ଭିସ ତିଆରି ହେଲା ପୋଲିସ ବିଭାଗରୁ ଆମର ବାହାରିକି ହେଇଥିଲା। ଆଉ ସେତେବେଳେ ପୋଲିସ ବିଭାଗ ସହିତ ଆମର ହଉଛି ସମାନ ଦରମା ବି ଥିଲା। ଅପ୍ ଟୁ 2010 ମସିହା ଯେ ଆମେ ସମାନ ଲେବୁଲରେ ସମାନ ଏଥିରେ ପାଉଥିଲୁ। 2010 ମସିହା ଠାରୁ ଆମର ହଉଛି ତାରତମ୍ୟ ଦରମାର ପାର୍ଥକ୍ୟ ଦେଖାଗଲା। ତାପରେ ଯାହାକି ହଉଛି ଆମେ ମାନଙ୍କର ସମସ୍ତଙ୍କର ହଉଛି ଆମେ ଚାକିରି କରୁଛୁ, ଆମର ପେଟ ପାଟଣା କଥା ଆମେ ସରକାରକୁ ବାରମ୍ବାର ଅବଗତି କରେଇଲୁ। ତାପରେ ଆମର ଆଗରୁ ଅଗ୍ନିଶମ ବିଭାଗ ଯେପରିକି ଖାଲି ମାନେ ଅଗ୍ନିଶମ କହିଲେ ହଉଛି ନିଆଁ ଲିଭଉଥିଲା। ଏବେ ତ ବିଭିନ୍ନ ପ୍ରକାର ଡିଜାଷ୍ଟର କତରୁ ଆରମ୍ଭ କରି ସବୁ ପ୍ରକାର ମାନେ କୌଣସି ଆପଣ ମାନେ ଏମିତି ଲାଟିନ ଟାଙ୍କିର ଗାଈ ଗୋରୁ ପଡିଆ କତରୁ ଆରମ୍ଭ କରିକି ଯେ ଆପଣ ଜାଣିପାରୁଥିବେ ନଦୀ ବଢି ଉପର ବାହାର ରାଜ୍ୟକୁ ଯାଇକି ଆମେ ବହୁତ ସରକାରକୁ ଆମେ ହଉଛି ସୁନାମ ଧନ୍ୟ ହଉଛି ୟା ଭିତରେ ମାନପତ୍ର ବି ପାଇଛନ୍ତି। କିନ୍ତୁ ଏତେ ଜାଣିଲା ପରେ ବାରମ୍ବାରକୁ ଆମେ ନିଜେ ଜଣେଇଲା ପରେ ବି କିନ୍ତୁ ଏକଥା ମାନୁନାହାନ୍ତି। ବଡ ଦୁଃଖ ପରିତାପର ବିଷୟ। ଆମେ ନଭେମ୍ବର 11 ତାରିଖ ଆମେ କଳା ବ୍ୟାଚ୍ ପିନ୍ଧିଲୁ, ଆଜିକି 2.5 ମାସ ହେଇଗଲାଣି। କିନ୍ତୁ ଆମେ ଭାବିଲୁ ସରକାର ମାନି ନେବେ କଳା ବ୍ୟାଚ୍ ପିନ୍ଧିଲେ, କିନ୍ତୁ ସରକାର ବର୍ତ୍ତମାନ ସୁଦ୍ଧା ମାନିଲେ ନାହିଁ। ତାପରେ ଯଦି ସେବାରୁ ବଞ୍ଚିତ ହେବେ ଆମେ ସରକାର ୟା ଭିତରେ ଦାୟୀ ରହିବେ। ଯଦି ଆମ କଥା ମାନି ନିଅନ୍ତି ଏବେ ଯେତେ ଶୀଘ୍ର ମାନି ନେବେ ଆମେ ସାଙ୍ଗେ ସାଙ୍ଗେ ହଉଛି ଓହରିକି ଆମେ ସରକାର ରାଜ୍ୟବାସୀଙ୍କର ସେବା କାର୍ଯ୍ୟରେ ଯୋଗ